ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ଆଜି ଆମେ ଆଲୋଚନା କରିବା ଆମେ ଘରେ ମାନେ ଗୃହରେ କିପରି ପୂଜା କରିବା, ତା'ର ନୀତି ନିୟମ କ'ଣ। ଆମେ ସବୁବେଳେ ଲଘୁପଚାର ପୂଜା କରାଯାଏ ଘରେ। ଚାଲନ୍ତୁ ସେ ଲଘୁପଚାର ପୂଜା କ'ଣ ଓ ପଞ୍ଚ ଉପଚାରରେ ପୂଜା, ଲଘୁ ଉପଚାର ପୂଜାକୁ ପଞ୍ଚ ଉପଚାରରେ ପୂଜା କୁହାଯାଏ। ଆଣ୍ଡ ସବୁ ସ୍ପେଶିଆଲ ଦିନ ମାନେ 16 ଉପଚାରରେ ପୂଜା କରାଯାଏ। ଚାଲନ୍ତୁ ଆମେ କିପରି ରହିବା, ଶାସ୍ତ୍ର ଅନୁସାରେ କିପରି ଗୃହ ପୂଜା କରିବା ପାଇଁ କୁହାଯାଇଛି ତା'ର ନୀତି ନିୟମ ଏ ବିଷୟରେ ଆଲୋଚନା କରିବା। ଆପଣ ଯଦି ଜାଣିନାହାନ୍ତି କିପରି ପୂଜା କରୁଛନ୍ତି, ତା ପାଇଁ ଡାଉଟ୍ ରହୁଛି, ନିଶ୍ଚିତ ଭାବରେ ଏହି ଭିଡ଼ିଓଟାକୁ ଦେଖନ୍ତୁ। ଏହା ସବୁ ଶାସ୍ତ୍ରସମ୍ମତ ହିଁ କୁହାଯାଉଛି। ଆମର ପୁରାଣରେ ଯେମିତି ଅଛି, ବେଦରେ ଯେମିତି ଅଛି, ସେହି ହିସାବରେ ସେଇଠାରୁ ଆଣିତ ଏକ ଉପାଖ୍ୟାନରୁ ମୁଁ କହୁଛି। ଚାଲନ୍ତୁ ଆମେ ଆଲୋଚନା କରିବା। ପୂଜା ଗୃହ କ'ଣ? ସ୍ନାନ ପରେ ପୂଜା ଗୃହରେ ଦେବ ମନ୍ଦିର ଭାବନାରେ ପ୍ରବେଶ କରିବା ଉଚିତ। ପୂଜା ଗୃହ ଖୋଲିବା ପୂର୍ବରୁ କବାଟରେ କରାଙ୍ଗୁଳି କରିବା ଦ୍ୱାରା ମୃଦୁ ଶବ୍ଦ କରିବ। ମାନେ ଆମେ ଯେଉଁଠିକି ଗଲାବେଳକୁ ଡାକନ୍ତି ନା ବାହାରେ ପ୍ରଭୁଙ୍କୁ, ସେମିତି ଡାକିବା। ତାପରେ ପ୍ରଣାମ ପୁରୁଷର ଗୃହ ସମାର୍ଜନା ଓ ଭୂମି ଶୁଦ୍ଧି ପାଇଁ ସୁବାସିତ ଜଳ ସାମାନ୍ୟ ସିଞ୍ଚନ କରିବ। ପୂଜା ଗୃହକୁ ସର୍ବତୋ ଭାବେ ନିର୍ମଳ, ପରିଶୁଦ୍ଧ ଓ ସୁବାସିତ ରଖିବ। ପ୍ରଥମେ ପୂଜା ଗୃହ ଗଲାବେଳେ ପୂଜା ଗୃହର ଯେଉଁ ଚଟାଣ ସେଇଟାକୁ ସଫା କରିବାକୁ ପଡ଼ିବ। ଚାଲନ୍ତୁ ଏବେ ଆମେ ଆଲୋଚନା କରିବା କେମିତି ପୂଜା କରିବା। ପ୍ରଥମେ ବାସି ଫୁଲ ସବୁ ବାହାର କରି ଦେବ ବିଗ୍ରହମାନଙ୍କୁ ସେବକ ବୁଦ୍ଧିରେ ସ୍ନାନ କରାଇବ। ହେଲା, ବିଗ୍ରହ ନଥାଇ କାଗଜ ଫଟୋ ପ୍ରଭୃତି ଥିଲେ ଫୁଲଟିଏ ସୁବାସିତ ମାନେ ଗୋଲାପ ଜଳ ଓ ଗୋଲାପ ଜଳ ହେଇପାରେ। ମାନେ ଗୋଲାପ ଜଳ ମାନେ ଏ ଯେଉଁ ସେଣ୍ଟ ବାଲା ଗୋଲାପ ଜଳ ନୁହଁ, ସେ ଗୋଲାପ ଫୁଲ ପାଖୁଡ଼ାକୁ ଆପଣ ପାଣିରେ, ଶୁଦ୍ଧ ପାଣିରେ ପକାଇକି ସେଥିରେ କରିବେ, ନହେଲେ ହଳଦୀ ପାଣି ଆଉ ତୀର୍ଥ ଜଳ ଏଥିରେ ପ୍ରଭୁଙ୍କୁ ସ୍ନାନ କରାଇବେ। ଜଳରେ ବୁଡ଼ାଇ ଆମର ଦେବମାନଙ୍କୁ ସ୍ମରଣ କରିବା, ମାନେ ଯେଉଁ ମନେକର ଏକ୍ସ ଦେବାୟ, ତାପରେ ଦୈବ୍ୟ ସ୍ନାନାୟମ ସମର୍ପୟାମି, ଏଇଟା ହେଉଛି ସାଂସ୍କ୍ରିଟରେ। ଓଡ଼ିଆରେ କହିବେ ଆପଣ ଅନୁମତି ଭିକ୍ଷା ମାଗିବେ। ଭଗବାନ, ମୁଁ ଆପଣଙ୍କୁ ସ୍ନାନ କରାଇବାକୁ ଚାହୁଁଛି, ଆପଣ ଅନୁମତି ଦିଅନ୍ତୁ ବୋଲି ଅନୁମତି ଭିକ୍ଷା ମାଗିବେ କହିକି ତୁମ ନିତ୍ୟ ଶୁଦ୍ଧ, ତୁମର ଏ ସଂସାରର ସମସ୍ତଙ୍କୁ ପରିଶୁଦ୍ଧ କର ବୋଲି ଭକ୍ତି ଭାବନାରେ ଶିବ ମାନେ ମଙ୍ଗଳ ତୀର୍ଥ ଜଳରେ ଅଭିସିଞ୍ଚିତ କରିବ। କାରଣ ଶିବ ହେଉଛନ୍ତି ଜଳତତ୍ତ୍ୱ, ତାଙ୍କର ନିବାସ ହିମାଳୟରେ, ମସ୍ତିଷ୍କରେ ଗଙ୍ଗା। ଜଳାଭିଷେକରେ ତାଙ୍କର ତୃପ୍ତି, ବର୍ଣ୍ଣ ମଧ୍ୟ ଜଳ ଭଳି ସ୍ୱଚ୍ଛ। ଶିବଙ୍କ ପାଖକୁ ଗଲାବେଳେ ବମ୍ ବମ୍ ଶିବ ଶିବ ବା ବମ୍ ବମ୍ ହର ହର ବୋଲି କହିବାକୁ ହୁଏ, କାରଣ ବମ୍ ହେଉଛି ଅମୃତ ବୀଜ। ମଣିଷ ସ୍ନାନ କଲା ପରେ ସତେଜ ଦେଖାଯାଏ ଓ କର୍ମ କରିବା ସକାଶେ ନବୀନ ପ୍ରେରଣା ପାଏ। ତେଣୁ ଦେବସ୍ନାନ ବେଳେ ମଧ୍ୟ ଜଳକୁ ସାମାନ୍ୟ ଜଳ ମନେ ନ କରି ଶିବଦକ ତୀର୍ଥ ଜଳ ଓ ଅମୃତ ବାରି ମନେକରି ସବୁ ଦେବ ବିଗ୍ରହ ସଜୀବ ଓ ପ୍ରାଣବନ୍ତ ଏବଂ ସମସ୍ତ ପ୍ରଫୁଲ୍ଲ ହେଉଛନ୍ତି ଭାବି ନିଜେ ସ୍ନାନାରସିତ ସୁଖ ସ୍ପର୍ଶରେ ଶୁଦ୍ଧ ବୁଦ୍ଧ ଓ ପ୍ରଫୁଲ୍ଲଚିତ ହେବ। ପଞ୍ଚୋପଚାର କହିଲେ ଗନ୍ଧ ପୁଷ୍ପ, ଧୂପ ଦୀପ, ନୈବେଦ୍ୟ ପଞ୍ଚେତ୍ରମାତ୍। କ୍ରମଶଃ ପ୍ରଥମ ହେଉଛି ଗନ୍ଧ, ଦ୍ୱିତୀୟ ହେଉଛି ପୁଷ୍ପ, ତୃତୀୟ ହେଉଛି ଧୂପ, ଚତୁର୍ଥ ହେଉଛି ଦୀପ ଓ ପଞ୍ଚମ ହେଉଛି ନୈବେଦ୍ୟ ଅଟନ୍ତି। ପୃଥିବୀର ଗୁଣ ହେଉଛି ଗନ୍ଧ। ଶାସ୍ତ୍ର ମଧ୍ୟ କହେ ତତ୍ର ଗନ୍ଧବତୀ ପୃଥିବୀ। ଗଣେଶ ହେଉଛନ୍ତି ଏ ଗନ୍ଧ ତତ୍ତ୍ୱର ଦେବତା। ପଞ୍ଚ ଉପଚାରରେ ଗନ୍ଧ ପ୍ରଥମ ତତ୍ତ୍ୱ। ପଞ୍ଚ ଦେବତାଙ୍କ ମଧ୍ୟରେ ଗଣେଶ ଅଗ୍ରପୂଜ୍ୟ। ହସ୍ତି ତା'ର ଶୁଣ୍ଢ ନାସାରେ ପୃଥିବୀର ଗନ୍ଧ ଆଘ୍ରାଣ କରି ଚାଲିଥାଏ। ଗଣେଶଙ୍କର ଗଜମୁଖର ଶୁଣ୍ଢନାସା ସେଥିପାଇଁ ପରିକଳ୍ପିତ। ଗଣେଶଙ୍କ ଉଦରର ପୃଥଳତା ପୃଥିବୀର ପୃଥଳତାର ପ୍ରତୀକ। ତେଣୁ ଚନ୍ଦନ ସେବାରେ ଦେବତାମାନଙ୍କର ଆନନ୍ଦ ପାଇଁ ପ୍ରଥମେ ଚନ୍ଦନ ଘରି ଟିକିଏ ଶ୍ରୀକର୍ପୂର ମିଶାଇ ଅମୁକ ଦେବାୟ ଦୈବ୍ୟ ଚନ୍ଦନାୟ ଗନ୍ଧ ସମର୍ପୟାମି କହି, ହେ ପ୍ରଭୁ, ତୁମେ ଏ ସଂସାରକୁ ଗନ୍ଧ ଭରା କରିଛ। ମଳୟା ଚଳରୁ ଚନ୍ଦନର ସୁଗନ୍ଧ ସହ କେତେ କୁସୁମର ସୁରଭି ନେଇ ମଳୟା ନୀଳ ସମସ୍ତଙ୍କୁ ଆଦମିତ କରୁଛି। ଦେଖ ତୁମର ଏ ଚନ୍ଦନ କିପରି ସୁଗନ୍ଧ ବୋଲି ଭାବନା କରି ଚନ୍ଦନର ଟୋପା ଲଗାଇ ଦେଇ ଦେବତାମାନେ ଆନନ୍ଦିତ ହେଲେ ବୋଲି ଭାବି ନିଜେ ଆନନ୍ଦିତ ହେବ। ତାପରେ ତୃତୀୟ ହେଉଛି ପୁଷ୍ପ। ପୁଷ୍ପ ହେଉଛି ଆକାଶ ବା ବ୍ରହ୍ମ ତତ୍ତ୍ୱର ପ୍ରତୀକ। ଏଣୁ ଏହା କୁହାଯାଏ ଖମ୍ ଆକାଶମ୍ ପୁଷ୍ପମ୍। ଆକାଶର ଦେବତା ହେଉଛନ୍ତି ବିଷ୍ଣୁ। ବିଷ୍ଣୁ ହେଉଛି ବ୍ୟାପ୍ତରୁ ଗଠିତ। ବିଷ୍ଣୁ ଶବ୍ଦର ଅର୍ଥ ବ୍ୟାପନଶୀଳ। ଭଗବାନ ବିଷ୍ଣୁ ତ୍ରିବିକ୍ରମ ବାମନ ଅବତାରରେ ନିଜ ପାଦରେ ପୃଥିବୀକୁ ଅଭିବ୍ୟକ୍ତ କରିଥିଲେ ବୋଲି ବେଦରେ ମଧ୍ୟ କୁହାଯାଇଛି। ଏକ ବିମମେ ତ୍ରିଭିରିତ୍ ପଦେଭି। ବୈଦିକ ବିଷ୍ଣୁ ଓ ବେଦର ସୂର୍ଯ୍ୟ ଅଭିନ୍ନ।
ଉଭୟେ ଦୁଇଲୋକର ଦେବତା। ବିଷ୍ଣୁଙ୍କ ବର୍ଣ୍ଣ ମଧ୍ୟ ଆକାଶର ବର୍ଣ୍ଣ। ଆକାଶ ଅଭିମୁଖରେ ପୁଷ୍ପର ଉଦ୍ଗମ ହୁଏ, ତେଣୁ ଦେବତାମାନଙ୍କୁ ପୁଷ୍ପର ଉଦ୍ଗମ ଅନୁସାରେ ସୁବାସିତ ଫୁଲ ଦେଇ ପୁଷ୍ପର କମଳତା ଓ ଆକାଶର ମୋହନୀୟତାରେ ମଣିଷ ମନକୁ ମହିମାମୟ କରିବା ସଙ୍ଗେ ସଙ୍ଗେ ଏ ସୃଷ୍ଟିକୁ ଆହୁରି ସୁନ୍ଦର କରିବା ପାଇଁ ପ୍ରାର୍ଥନା କରି ଅମୁକ ଦେବାୟ ଅର୍ଥାତ୍ ଦୈବୀ ପୁଷ୍ପମ୍ ସମର୍ପାୟମେ କହି ରଙ୍ଗୀନ ଫୁଲରେ ଦେବତାମାନଙ୍କର ଶୃଙ୍ଗାର ବା ବେଶଭୂଷା କରିଦେବ। ତାପରେ ହେଉଛି ଧୂପ। ଧୂପ ହେଉଛି ପ୍ରାଣ ବା ମରୁତ୍ ତତ୍ତ୍ୱର ପ୍ରତୀକ। ମଣିଷର ପ୍ରାଣଶକ୍ତି ବା ଜୀବନଶକ୍ତି ହେଉଛନ୍ତି ଦେବୀ। ତେଣୁ ଦେବୀ ପୂଜାରେ ଧୂପର ବହୁଳ ବ୍ୟବହାର କରାଯାଏ। ପଞ୍ଚଭୂତାତ୍ମକ ଶରୀରରୁ ପ୍ରାଣବାୟୁ ଚାଲିଗଲେ ଦେହଟାକୁ କୁହାଯାଏ ଶବ। ସେଥିରେ ପ୍ରାଣଶକ୍ତିର ସଞ୍ଚାର ହେଲେ ତାହା ହୁଏ ଶିବ ଏବଂ କାର୍ଯ୍ୟକ୍ଷମ ମଙ୍ଗଳମୟ ବିଗ୍ରହ। ତେଣୁ ପ୍ରାଣତତ୍ତ୍ୱ ବା ଶକ୍ତିକୁ ସମ୍ବର୍ଦ୍ଧିତ ଶକ୍ତିମାନ ହେବା ପାଇଁ ଚେଷ୍ଟା ସମସ୍ତଙ୍କର କର୍ତ୍ତବ୍ୟ। ଶକ୍ତି ବିନା ସବୁ ଜଡ଼, ନିଷ୍ଫଳ ନିର୍ଜୀବ। ମଣିଷ ଧରାପୃଷ୍ଠରେ ପ୍ରାଣବାନ ହୋଇ ଜନ୍ମ ହେବା ମାତ୍ରେ ପ୍ରଥମେ ତା ଦେଖେ ମାଆକୁ, ପ୍ରଥମ ସ୍ପର୍ଶ ପାଏ ମାଆର ଓ ଡାକେ ମାଆକୁ। ସେ ହିଁ ପ୍ରାଣଦାତ୍ରୀ ଆଦ୍ୟାଶକ୍ତି। ତାର ପୂଜା ହିଁ ମାତୃପୂଜା। ସନ୍ତାନ ଲାଗି ଧୂପିତା ହୋଇ ନିଃଶେଷ ହୋଇଯାଏ। ତାକୁ ପାଇବାକୁ ହେଲେ ଶିଶୁ ମନର ସରଳତା ଓ ନିଷ୍କପଟତା ଆବଶ୍ୟକ। କ୍ଷୁଧା ତୃଷାର୍ତ୍ତା ଜନନୀ ସ୍ମରନ୍ତି। ଭୋକ ହେଲେ, ଶୋଷ ହେଲେ, ବିପଦ ପଡ଼ିଲେ ସନ୍ତାନର ସ୍ମୃତିକୁ ଆସେ ମା ଓ ତାର ବରାଭୟ ମୁଦ୍ରା। ନିଜର ପ୍ରତି ନିଶ୍ୱାସରେ ଶ୍ୱାସ ପ୍ରଶ୍ୱାସରେ ତାର ସ୍ମରଣ ଦ୍ୱାରା ପ୍ରାଣବାନ ଓ ବୀର୍ଯ୍ୟବାନ ହୁଅ। ଅମୁକ ଦେବାୟ ଦୈବ୍ୟମ୍ ଧୂପମ୍ ସମର୍ପାୟମେ କହି ଧୂପ ଟିକିଏ ଦେବା। ପ୍ରାଣ ଶକ୍ତିର ସଞ୍ଚାର ପରେ ଆସିଯାଏ ଜ୍ୟୋତି। ଶିଶୁଟି ଆଖିରେ ଦେଖେ ସଂସାରର ଦିବ୍ୟ ପ୍ରକାଶ। ସୂର୍ଯ୍ୟ ଚନ୍ଦ୍ରଙ୍କର ଆଲୋକରେ ବସ୍ତୁର ପ୍ରକାଶ ହୁଏ ସତ, କିନ୍ତୁ ଆଖି ନଥିଲେ ବା ଆଖିର ଜ୍ୟୋତି ନଥିଲେ ସବୁ ଅନ୍ଧାର। ତେଣୁ ମଣିଷ ଆଖିରେ ରହିଛି ଦିବ୍ୟ ଜ୍ୟୋତି, ଚନ୍ଦ୍ର ସୂର୍ଯ୍ୟଙ୍କ ଅଂଶ ବା ଦ୍ୟୁତି। ଘିଅ ଦୀପଟିଏ ଜାଳି ଅମୁକ ଦେବାୟ ବା ଦୈବ୍ୟମ୍ ଦୀପମ୍ ସମର୍ପାୟମେ କହି ନିଜ ଆଖିରେ ଜ୍ୟୋତି ଦେଇଥିବାରୁ, ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ର ରଖି ସଂସାରକୁ ପ୍ରକାଶ କରିଥିବାରୁ ଐଶୀ ଶକ୍ତି ପ୍ରତି କୃତଜ୍ଞତା ପ୍ରକାଶ କରି ଦିବ୍ୟ ସତ୍ତାକୁ ସର୍ବତ୍ର ଅନୁଭବ କର। ଦିବ୍ୟ ଜ୍ୟୋତିର ଧାନରେ ତଲ୍ଲୀନ ହୁଅ। ଏ ବିଶ୍ୱ ଈଶାବାସ୍ୟ ଈଶ୍ୱରଙ୍କ ବାସଯୋଗ୍ୟ ଭୂମି। ଯତ୍କିଞ୍ଚ ଜଗତ୍ୟା ଜଗତ୍, ଜଗତରେ ଯାହା କିଛି ଅଛି ଏହାର ଅଣୁ ପରମାଣୁରେ ଐଶୀ ଶକ୍ତିର ସତ୍ତା ଅନ୍ତର୍ନିହିତ। ମାଆର କ୍ଷୀରରେ ସଞ୍ଚାର କରିବାଠାରୁ ଝରଣା ଓ ନଦୀରେ ପାନୀୟ ଜଳର କ୍ଷରଣ ତଥା ବୃକ୍ଷଲତାରେ ଭୋଜ୍ୟ ଫଳର ନିଧାନ ଓ ସଞ୍ଚୟ ଯିଏ ଆମ ପାଇଁ କରିଛନ୍ତି, ଆମେ ଖାଇଲା ବେଳେ ତାଙ୍କ କଥା ଚିନ୍ତା ନ କରିବା ଓ ତାଙ୍କଠାରେ କୃତଜ୍ଞତା ପ୍ରକାଶ ନ କରିବାଠାରୁ ପାପ ଆଉ କିଛି ନାହିଁ। ତେନ ତ୍ୟକ୍ତେନ ଭୁଞ୍ଜିଥା। ତେଣୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସୃଷ୍ଟ କରି ତାଙ୍କଠାରେ ସମର୍ପଣ କରି ତାଙ୍କ ପାଖରେ କୃତଜ୍ଞତା ପ୍ରକାଶ କରି ଭୋଗ କରିବାକୁ ହେବ। ଭୋଗରେ ଆତ୍ମହରା ହୋଇ ଅନ୍ନଦାତ୍ରୀ ମାଆକୁ ଭୁଲିଯିବା ଅନୁଚିତ। ମା ଗୃଧ୍ନ ଲୋଭ କରି ଅତି ଭୋଗରେ ଲିପ୍ତ ହୁଏ ନାହିଁ। କସ୍ୟସ୍ମିତ୍ ଧନମ୍, ଧନ ବା କାହାର, କିଏ ବା ନେଇ ଚାଲିଯିବ, ସବୁ ଯାହାର ତାକୁ ସ୍ମରଣ କର। ତଦୀୟ ବସ୍ତୁ ଗୋବିନ୍ଦ ତୁଭ୍ୟମେବ ସମର୍ପତେ। ଭାବନାରେ ତୋ ଜିନିଷ ତୋତେ ଦେଉଛି, ମୋର କିଛି ନାହିଁ, ମୋର ଅପରାଧ କ୍ଷମା କର ବୋଲି ଅମୁକ ଦେବାୟ ଦୈବ୍ୟମ୍ ନୈବେଦ୍ୟମ୍ ସମର୍ପାୟମେ ବୋଲି ନିବେଦନ କରିବ। ତାର ନୈବେଦ୍ୟ ପ୍ରସାଦ ଅମୃତ ଗ୍ରହଣ କରିବ, ନିଜକୁ ଅମୃତର ସନ୍ତାନ କରିବ। ଏହା ହିଁ ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି ପଞ୍ଚୋପଚାର ପୂଜା। ଓମ୍ ଗୁରବେ ନମଃ। ହଁ, ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଥିଙ୍ଗ, ଯଦି ଆପଣଙ୍କର କିଏ ଗୁରୁ ନାହାନ୍ତି, ଆପଣ ନିଜର ଇଷ୍ଟ ଦେବତାଙ୍କୁ ମନେ ମନେ ଗୁରୁ ସ୍ମରଣ କରିପାରିବେ ଓ ଆପଣ ଭଗବାନଙ୍କୁ ସ୍ମରଣ କରିକି ଭଗବାନଙ୍କୁ କହିବେ ଆପଣ ଗୁରୁ ମନ୍ତ୍ର ଦିଅନ୍ତୁ। ନିଶ୍ଚିତ ଭାବରେ ଆପଣ ଗୁରୁ ମନ୍ତ୍ର ପାଇଯିବେ। ଭଗବାନଙ୍କର ଆଶୀର୍ବାଦରୁ ଆପଣ ସ୍ୱପ୍ନ ଦେଖିବେ, ଯାହା ବି ହେବ, ବଟ୍ ଗୁରୁ ମନ୍ତ୍ର ପାଇଯିବେ। ସେଇଥିପାଇଁ ସେ ଭଗବାନଙ୍କୁ ହିଁ ଆପଣ ଯଦି ଏବେ ପର୍ଯ୍ୟନ୍ତ ଗୁରୁ ସ୍ମରଣ କରିନାହାନ୍ତି, ମାନେ ବରଣ କରିନାହାନ୍ତି, ଭଗବାନଙ୍କୁ ହିଁ ନିଜର ଇଷ୍ଟଦେବଙ୍କୁ ଗୁରୁ ରୂପରେ ଗ୍ରହଣ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ। ଏହା ରହିଲା ଆମର ହିନ୍ଦୁ ଧର୍ମର ପଞ୍ଚୋପଚାର ପୂଜା ବା ନିତ୍ୟ ଗୃହ ପୂଜା କିପରି କରିବା। ହେଲା, ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ଲେଖିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ।